नमस्कार दर्शक बंधु आज समस्त गुरुत्वपूर्ण खबर जानिबा भिडियो को शेष पर्यंत देखंतु प्रतिदिन ताजा अपडेट जानिबा आम चैनल को सब्सक्राइब मध्य करंतु। ओडिशारे जारी रहिଥିବା प्रलयंकारी तातीକୁ दृष्टिରେ रखी राज्य सरकार एक बड़ निष्पत्ति नेबाकु जाउछंती। राज्यर अधिकांश सहर पारद 44 डिग्री उपरे रहिथिबारु छात्र छात्रीଙ୍କ सुरक्षा ପାଇଁ एप्रिल 27 तारिखରୁ ସବୁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଆରମ୍ଭ ହୋଇପାରେ। ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା ଅନୁସାରେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସରିଛି ଏବଂ ଖୁବ୍ ଶୀଘ୍ର ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବରୁ ମେ ମାସରେ ଛୁଟି ହେବାର କାର୍ଯ୍ୟସୂଚୀ ଥିଲା, ମାତ୍ର ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏହାକୁ ଆଗୁଆ କରାଯାଉଛି। ଛୁଟି ସମୟରେ ପିଲାମାନେ ଯେପରି ପାଠପଢ଼ାରୁ ଦୂରେଇ ନ ଯିବେ ସେଥିପାଇଁ ବିକଳ୍ପ ବ୍ୟବସ୍ଥା ଉପରେ ମଧ୍ୟ ସରକାର ବିଚାର କରୁଛନ୍ତି। ତେଣୁ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ପିଲାମାନଙ୍କୁ ଖରାରେ ବାହାରକୁ ଛାଡ଼ନ୍ତୁ ନାହିଁ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ଇରାନ ଇସ୍ରାଏଲି ଯୁଦ୍ଧ ଯୋଗୁଁ ଏଲପିଜି ଗ୍ୟାସର ସଙ୍କଟ ଦେଖାଦେଇଥିବା ବେଳେ ଏବେ ଆସିଛି ଏକ ବଡ଼ ଆଶାର କିରଣ। ବୈଜ୍ଞାନିକମାନେ ଏଲପିଜିର ବିକଳ୍ପ ଭାବେ ଡାଇମିଥାଇଲ ଇଥର ବା ଡିଏମଇ ଇନ୍ଧନ ପ୍ରସ୍ତୁତି କରିଛନ୍ତି, ଯାହାକୁ ଭବିଷ୍ୟତର ଇନ୍ଧନ କୁହାଯାଉଛି। ଏହି ନୂଆ ଗ୍ୟାସକୁ ବାୟୁମଣ୍ଡଳର ପ୍ରଦୂଷଣକାରୀ ଧୂଆଁ, ଆବର୍ଜନା ଏବଂ କୃଷି ଅବଶିଷ୍ଟାଂଶରୁ ଲାବୋରେଟୋରୀରେ ପ୍ରସ୍ତୁତ କରାଯାଇପାରିବ। ଡିଏମଇର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ପୁରୁଣା ଗ୍ୟାସ୍ ଚୁଲା, ପାଇପ୍ କିମ୍ବା ସିଲିଣ୍ଡର ବଦଳାଇବାକୁ ପଡ଼ିବ ନାହିଁ। ଏଲପିଜି ଭଳି ଏହାକୁ ମଧ୍ୟ ତରଳ ଅବସ୍ଥାରେ ସିଲିଣ୍ଡରରେ ଭରି ହେବ ଏବଂ ଏଥିରେ ବାସନ କଳା ପଡ଼େ ନାହିଁ। ଭାରତକୁ ଶକ୍ତି କ୍ଷେତ୍ରରେ ସମ୍ପୂର୍ଣ୍ଣ ଆତ୍ମନିର୍ଭର କରିବା ପାଇଁ ସିଏସଆଇଆର ପକ୍ଷରୁ ଏହି ବଡ଼ ପଦକ୍ଷେପ ନିଆଯାଇଛି। ଆଗାମୀ ଦିନରେ ଏହା ଏଲପିଜି ତୁଳନାରେ ଅଧିକ ଶସ୍ତା, ସ୍ୱଚ୍ଛ ଏବଂ ସହଜଲଭ୍ୟ ହେବାକୁ ଯାଉଛି। ପଶ୍ଚିମ ଏସିଆରେ ଯୁଦ୍ଧ ସ୍ଥିତି ଯୋଗୁଁ ପେଟ୍ରୋଲ ଓ ଏଲପିଜି ମହଙ୍ଗା ହେବାର ଭୟ ଥିବାବେଳେ ଭାରତ ସରକାର ଏକ ବଡ଼ ଖୁସି ଖବର ଦେଇଛନ୍ତି। ପେଟ୍ରୋଲିୟମ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ ବିଶ୍ୱରେ ଯେତେ ଅଶାନ୍ତି ହେଲେ ମଧ୍ୟ ଭାରତରେ ଗ୍ୟାସ୍ ଯୋଗାଣ ଓ ରୋଷେଇ ବଜେଟ୍ ପ୍ରଭାବିତ ହେବ ନାହିଁ। ଦେଶରେ ଘରୋଇ ଏଲପିଜି ଉତ୍ପାଦନ ବୃଦ୍ଧି କରାଯାଇଥିବା ବେଳେ ଗ୍ୟାସ୍ ଏଜେନ୍ସିଗୁଡ଼ିକରେ ପର୍ଯ୍ୟାପ୍ତ ଷ୍ଟକ୍ ରହିଛି। ଗ୍ୟାସ୍ କଳାବଜାରୀ ରୋକିବା ପାଇଁ ଡିଏସି ସିଷ୍ଟମକୁ 92% କଡ଼ାକଡ଼ି କରାଯାଇଛି, ଯାହାଦ୍ୱାରା ସଠିକ୍ ହିତାଧିକାରୀଙ୍କୁ ସିଲିଣ୍ଡର ମିଳିପାରିବ। ଅନ୍ୟପକ୍ଷରେ ସମୁଦ୍ର ପଥରେ ଆସୁଥିବା ତୈଳବାହୀ ଜାହାଜ, ଦେଶ ଗାରିମା ସମେତ ସମସ୍ତକୁ ସଦସ୍ୟ ସୁରକ୍ଷିତ ଥିବା ଜାହାଜ ଚଳାଚଳ ମନ୍ତ୍ରାଳୟ ସୂଚନା ଦେଇଛି। ତେଣୁ ଗ୍ୟାସ୍ ଅଭାବକୁ ନେଇ ଆଦୌ ଚିନ୍ତା କରନ୍ତୁ ନାହିଁ ଏବଂ ନିଶ୍ଚିନ୍ତରେ ରୁହନ୍ତୁ। ଅକ୍ଷୟ ତୃତୀୟାରେ ରାଜ୍ୟର 41 ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ସିଏମ୍ କିଷାନ ସହାୟତା ରାଶି ଆସିଥିବା ବେଳେ ପ୍ରାୟ 10 ଲକ୍ଷ ଚାଷୀ ଏଥିରୁ ବାଦ ପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ଆବଶ୍ୟକୀୟ ମାନଦଣ୍ଡ ପୂରଣ ନ କରିଥିବା ଏବଂ ଇକେୱାଇସି ଅପଡେଟ୍ ନଥିବା ଚାଷୀଙ୍କ ଖାତାକୁ ଟଙ୍କା ଯାଇପାରି ନାହିଁ। ଯଦି ଆପଣ ଏପର୍ଯ୍ୟନ୍ତ ସହାୟତା ପାଇନାହାନ୍ତି, ତେବେ ତୁରନ୍ତ ନିଜ ଜିଲ୍ଲା କୃଷି କାର୍ଯ୍ୟାଳୟକୁ ଯାଇ ଆଧାର ସିଡିଂ ଓ ବ୍ୟାଙ୍କିଂ ତଥ୍ୟ ସଂଶୋଧନ କରନ୍ତୁ। ସେହିପରି ପିଏମ୍ କିଷାନ ଯୋଜନାରେ ବାର୍ଷିକ 6,000 ଟଙ୍କା ପାଇବା ପାଇଁ ଯୋଗ୍ୟ ଚାଷୀମାନେ pmkisan.gov.in କିମ୍ବା ନିକଟସ୍ଥ ସିଏସ୍ସି କେନ୍ଦ୍ରକୁ ଯାଇ ନୂଆ ପଞ୍ଜୀକରଣ କରିପାରିବେ। ଏଥିପାଇଁ ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ଏବଂ ମୋବାଇଲ ନମ୍ବର ସହ ସଠିକ୍ ତଥ୍ୟ ଦାଖଲ କରିବାକୁ ଜରୁରୀ। ମନେ ରଖନ୍ତୁ, ସବୁ ଡକ୍ୟୁମେଣ୍ଟ ଯାଞ୍ଚ ହେବା ପରେ ହିଁ ଆପଣଙ୍କୁ ଆଗାମୀ କିସ୍ତିର ଲାଭ ମିଳିବ। ତେଣୁ ବିଳମ୍ବ ନକରି ନିଜର ଇକେୱାଇସି ତୁରନ୍ତ ଶେଷ କରନ୍ତୁ ଏବଂ ସରକାରଙ୍କ ସହାୟତାର ସୁଯୋଗ ନିଅନ୍ତୁ। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଗ୍ୟାସ୍ ସପ୍ଲାଇ ଚେନ୍ ପ୍ରଭାବିତ ହୋଇଥିବା ବେଳେ ଏଲପିଜି ସିଲିଣ୍ଡର ଜମା କରୁଥିବା ଲୋକଙ୍କ ପାଇଁ ବଡ଼ ଚେତାବନୀ ଆସିଛି। ସରକାର ଏଲପିଜି ହୋର୍ଡିଂ ବା କଳାବଜାରୀ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ନିୟମ ଅନୁଯାୟୀ ଜଣେ ଘରୋଇ ଉପଭୋକ୍ତା ଗୋଟିଏ କନେକ୍ସନରେ ସର୍ବାଧିକ 2ଟି ସିଲିଣ୍ଡର ରଖିବାକୁ ଅନୁମତି ରହିଛି। ଯଦି ଆପଣ ଭୟରେ ଆବଶ୍ୟକତାଠାରୁ ଅଧିକ ସିଲିଣ୍ଡର ଗଚ୍ଛିତ ରଖିଛନ୍ତି, ତେବେ ଆପଣଙ୍କ ଗ୍ୟାସ୍ କନେକ୍ସନ କଟାଯିବା ସହ ମୋଟା ଅଙ୍କର ଜୋରିମାନା ଏବଂ ଗୁରୁତର ମାମଲାରେ ଜେଲ୍ ଦଣ୍ଡ ମଧ୍ୟ ହୋଇପାରେ। ସମସ୍ତଙ୍କୁ ସମୟ ଅନୁସାରେ ଗ୍ୟାସ୍ ଯୋଗାଇ ଦେବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ତେଣୁ ଅଯଥାରେ ସିଲିଣ୍ଡର ଜମା କରି ନିୟମର ଉଲ୍ଲଂଘନ କରନ୍ତୁ ନାହିଁ ଏବଂ କଳାବଜାରୀରୁ ଦୂରେଇ ରୁହନ୍ତୁ। ମନେ ରଖନ୍ତୁ, ସଜାଗ ରହିଲେ ହିଁ ଆପଣଙ୍କ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇପାରିବେ। ଇପିଏଫ୍ଓ ସଦସ୍ୟଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ପିଏଫ୍ କଭରେଜ ବା ବର୍ତ୍ତମାନର ମାସିକ ବେତନ ସୀମାକୁ 15,000ରୁ ବୃଦ୍ଧି କରି 25,000ରୁ 30,000 ଟଙ୍କା ରହିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତେବେ ଲକ୍ଷ ଲକ୍ଷ କର୍ମଚାରୀ ସାମାଜିକ ସୁରକ୍ଷା ଘେରକୁ ଆସିବା ସହ ସେମାନଙ୍କ ପେନ୍ସନ୍ ଏବଂ ରିଟାୟାରମେଣ୍ଟ ଫଣ୍ଡ ମଧ୍ୟ ବୃଦ୍ଧି ପାଇବ। କେବଳ ଇପିଏଫ୍ଓ ନୁହେଁ, ବରଂ ଇଏସ୍ଆଇସିର ବେତନ ସୀମାକୁ ମଧ୍ୟ 21,000କୁ ବୃଦ୍ଧି କରାଯାଇ ଉଭୟ ଯୋଜନାର ସମାନତା ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ମୁଦ୍ରାସ୍ଫୀତିରୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ ଗୁରୁତ୍ୱାରୋପ ପରେ ଶ୍ରମ ମନ୍ତ୍ରଣାଳୟ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି। ଏହି ନିଷ୍ପତ୍ତି ଦ୍ୱାରା ନିଯୁକ୍ତିଦାତାଙ୍କ ଉପରେ ଆର୍ଥିକ ଚାପ ବଢ଼ିଲେ ମଧ୍ୟ
ସାଧାରଣ କର୍ମଚାରୀମାନେ ଭବିଷ୍ୟତରେ ବହୁଳ ଭାବେ ଉପକୃତ ହେବେ। ତେଣୁ ନିଜର ପିଏଫ୍ ସୁବିଧା ଏବଂ ନୂଆ ନିୟମ ସମ୍ପର୍କରେ ସଜାଗ ରୁହନ୍ତୁ। ଖରା ଛୁଟିରେ ପିଲାଙ୍କୁ ପାଠପଢ଼ା ସହ ଯୋଡ଼ି ରଖିବାକୁ ଏକ ବଡ଼ ପଦକ୍ଷେପ ନେଇଛି ସମଗ୍ର ଶିକ୍ଷା। ଚଳିତ ବର୍ଷ ସମସ୍ତ ସରକାରୀ ସ୍କୁଲରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସମଲ ଲର୍ଣ୍ଣିଂ ପ୍ରୋଗ୍ରାମ କାର୍ଯ୍ୟକାରୀ ହେବ। ଏହି କାର୍ଯ୍ୟକ୍ରମ ଅଧୀନରେ ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ପିଲାଙ୍କୁ ବିଷୟଭିତ୍ତିକ ଭିଡ଼ିଓ, ଅଡ଼ିଓ ଏବଂ ଆସାଇନମେଣ୍ଟ ଯୋଗାଇ ଦିଆଯିବ। ଏଥିପାଇଁ ଏପ୍ରିଲ 25 ତାରିଖ ସୁଦ୍ଧା ସମସ୍ତ ସ୍କୁଲକୁ ଅଭିଭାବକଙ୍କୁ ନେଇ ହ୍ୱାଟ୍ସଆପ୍ ଗ୍ରୁପ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିଶୁ ବାଟିକା ପାଇଁ ସପ୍ତାହକୁ ଥରେ ଏବଂ ଉପର ଶ୍ରେଣୀ ପାଇଁ 2ରୁ 3 ଥର ପାଠ୍ୟ ଖସଡ଼ା ପଠାଯିବ। ପିଲାମାନେ ଘରେ ରହି ଓଡ଼ିଆ, ଗଣିତ, ବିଜ୍ଞାନ ଓ ଇଂରାଜୀ ଭଳି ବିଷୟରେ ଅଭ୍ୟାସ କରିପାରିବେ। ଏହି ସମୟରେ ଅଭିଭାବକମାନେ ପିଲାଙ୍କୁ ଗାଇଡ୍ କରିବା ସହ ସେମାନଙ୍କ ଶିକ୍ଷିତ ପ୍ରଗତି ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ତେଣୁ ନିଜ ପିଲାଙ୍କୁ ଏହି ଅଭ୍ୟାସ କାର୍ଯ୍ୟରେ ସହଯୋଗ କରନ୍ତୁ। ରାଜ୍ୟରେ ଜାରି ରହିଥିବା ଭୟଙ୍କର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜନଗଣନା କାର୍ଯ୍ୟ ସମୟରେ ବଡ଼ ପରିବର୍ତ୍ତନ କରାଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁସାରେ ଏବେ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଜନଗଣନା କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ। ପ୍ରବଳ ଖରା ଯୋଗୁଁ କର୍ମଚାରୀଙ୍କ ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବେଳେ ଜିଲ୍ଲାପାଳମାନେ ଏହାର ମନିଟରିଂ କରିବେ। ଏହା ସହିତ ସ୍କୁଲ ପାଠପଢ଼ା ଏବଂ ମଧ୍ୟାହ୍ନ ଭୋଜନ ଯେପରି ପ୍ରଭାବିତ ନ ହେବ ସେଥିପାଇଁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନଗଣନାରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ନେଇ ଗୃହ ବିଭାଗ ସହ ମଧ୍ୟ ଆଲୋଚନା ଶେଷ ହୋଇଛି। ଗ୍ରୀଷ୍ମପ୍ରବାହ ସମୟରେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟ କରିବାକୁ ସମସ୍ତ ବିଭାଗକୁ ସତର୍କ କରାଯାଇଛି। ତେଣୁ ପ୍ରବଳ ଖରା ସମୟରେ ଆବଶ୍ୟକୀୟ ନଥିଲେ ବାହାରକୁ ବାହାରନ୍ତୁ ନାହିଁ ଏବଂ ସରକାରଙ୍କ ଏହି ସୁରକ୍ଷା ନିୟମକୁ ପାଳନ କରନ୍ତୁ। ସମୁଦ୍ରରେ ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏବେ ଚରମ ସୀମାରେ ପହଞ୍ଚିଛି। ଇରାନ ଦ୍ୱାରା ଜାହାଜ ଜବତର ପାଲଟା ଜବାବ ଦେଇ ଆମେରିକା ସେନା ଗୁରୁବାର ଇରାନର ତୈଳ ତସ୍କରୀ ସମ୍ପର୍କିତ ମାଜେଷ୍ଟିକ୍ ଏକ୍ସ ଟ୍ୟାଙ୍କରକୁ ଜବତ କରିଛି। ହିନ୍ଦ ମହାସାଗରରେ ଚୀନ ଅଭିମୁଖେ ଯାଉଥିବା ଏହି ଜାହାଜକୁ ଆମେରିକୀୟ ସୈନିକମାନେ ନିଜ ଆୟତ୍ତକୁ ନେଇଛନ୍ତି। ଇରାନର ଅବୈଧ ତୈଳ ନେଟୱାର୍କକୁ ଭାଙ୍ଗିବା ପାଇଁ ଏହି ସାମୁଦ୍ରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଆମେରିକା ପ୍ରତିରକ୍ଷା ବିଭାଗ ସୂଚନା ଦେଇଛି। ବୁଧବାର ଇରାନ ହରମୁଜ ଜଳସୀମାରେ 3ଟି ଜାହାଜ ଉପରେ ଆକ୍ରମଣ କରି 2ଟିକୁ ଜବତ କରିବା ପରେ ଏବେ ଆମେରିକା ଏହି ବଡ଼ ପଦକ୍ଷେପ ନେଇଛି। ପୂର୍ବରୁ ମଧ୍ୟ ଆମେରିକା ଡିଫନି ନାମକ ଏକ ଇରାନୀ ଟ୍ୟାଙ୍କରକୁ ଜବତ କରିସାରିଛି। ଏହି ଘଟଣା ପରେ ବିଶ୍ୱର ସାମୁଦ୍ରିକ ବାଣିଜ୍ୟ ପଥରେ ଉତ୍ତେଜନା ଦ୍ୱିଗୁଣିତ ହୋଇଛି। ତେଣୁ ଆଗକୁ ଏହା ବଡ଼ ସାମରିକ ଲଢ଼େଇର ରୂପ ନେଇପାରେ।